नमस्कार दर्शक बंधु मुझे लिपुन आपण मानक स्वागत करुचे आउटे नुआ एपिसोड को। आज हूँ शीतल षष्ठी माने दियों बाहा। आज सबु शैवपीठ में पर्वटी पालन करा भितर अन्यतम हूँ बाबा बाली कपिलेश्वर पीठ। बाबा हाड़भंगा ठाकुर नाम प्रसिद्ध। आम रमणी भाई मोर आसी जेहेतु रमणी भाई हूँ मो ठार बहुत बड़ सी सब भाई यही विषय कहे भाई कौन कह। धन्यवाद। आज बहुत उत्सव मुखरित बाबा बाली कपिलेश्वर पीठ बहुत उत्सव मुखरित। आज शीतल षष्ठी आज भक्त मानकर समागम फाटी पड़ुछि बाबा बाली कपिलेश्वर पीठ। सबे पीठ भितर अन्यतम एक बाली कपिलेश्वर पीठ हाड़भंगा जोड़ी देवार बाबा बाली कपिलेश्वर तांका लक्ष लक्ष भक्त मानकर समागम होउछि। एई शीतल षष्ठी उत्सव रे आम माने समस्त मुखरित। आ ये चारि पाखर समस्त ग्रामांचल भी मुखरित हो उठी आज शीतल षष्ठी पाइका। बहुत भल लगुच भल अच्छी पूर्व पुरुष आमूल चली आम से चलचु भगवान कम कौन बाबा अनुभव किए पाइछ कौन मैंने केमती अनुभूति बहुत किसी बाबा पाइचु कौन कह अनुभूति कहे दर्शक बाबा हूँ बाबा बाली कपिल हाड़भंगा फेमस कौन किसी उपकृत से विषय कहे कि दर्शक कपिलेश्वर प्रसिद्ध ओडिशार विख्यात ठाकुर आमर बाली कपिलेश्वर हाड़भंगा ठाकुर प्रसिद्ध ठाकुर से आप कौन लाभ पाई आम बहुत किसी लाभ पाइु भल पाइु शरीर प्रति भल पाइु देह मुंड प्रति भल पाइु आपंकर कौन अंग भांगी जाइए मुहर जदि नई किसी लोकंर आज्ञा से भल जाइए आमर भी शरीर सब भल भी प्रभु डाकिले भी भल होमर सब बाली कपिलेश्वर प्रसिद्ध हाड़भंगा ठाकुर। काशीनाथ दास आज 2025 मसीहा बाबा बाली कपिलेश्वर महादेवंकर आज शिव पार्वती विवाह उत्सव से विवाह उत्सव पर आज आम समस्ते एकजुट होइछु। तेणु आज शिव पार्वती बाहागर सबु लोक आम ये एकजुट होइछु। आज शिव पार्वती बर्तमान बाहागर कार्य चली एटी आमर बेहरा भाई माने समस्त आसते भूस्तव उपरे जाकि शिव पार्वती विराजमान करी बेदी पाखक आनिबा पई बेहरा भाई मानकर सहयोग
ସବୁ ଏ କାର୍ଯ୍ୟ ସମାପନ କରାଯାଇଛି। ଭାଇନା ମାନେ ତାଙ୍କର ବାହାଘର କାର୍ଯ୍ୟ ବର୍ତ୍ତମାନ ଆରମ୍ଭ, ଅଧା କାମ କରିସାରିଲଣି। ଆଉ ଆଗକୁ ଯାହା ଯେମିତି ହେବା କଥା ଆଗକୁ ଚାଲିବ ଆଉ କ'ଣ ଅଛି। ଆଚ୍ଛା, ମୁଁ ଆଜ୍ଞା ପ୍ରକାଶ ଚନ୍ଦ୍ର ପଣ୍ଡା ବାଲିକପଳେଶ୍ୱରଙ୍କର ପୂଜା ପଣ୍ଡା ପୂଜକ ହିସାବରେ ଆମ ପରମ୍ପରା ଅନୁସାରେ ଆମେ ସେବା କରି ଆସୁଛୁ। ଆଜି ହେଉଛି ମହାପ୍ରଭୁଙ୍କର ଯେଉଁ ବାଲିକପଳେଶ୍ୱରଙ୍କର ଶିବ ବିବାହ ଉତ୍ସବ। ଆଜି ଯେଉଁ ଉତ୍ସବରେ ମହାପ୍ରଭୁଙ୍କର ମୁଁ ଆଜି ତୃତୀୟ ବର୍ଷ, ଯାହାକି ମୋତେ 3 ଥର ସୁଯୋଗ ମିଳିଛି। ମହାପ୍ରଭୁ ଦେଇଛନ୍ତି କନ୍ୟା ପିତା ପାର୍ବତୀଙ୍କର ପିତା ହେବାର ସୁଯୋଗ ମିଳିଛି। ମୋ ବାପା, କକା, ବଡ଼ ଭାଇ ଏମାନେ ସମସ୍ତେ କନ୍ୟା ପିତା ହିସାବରେ ପରିବାର ଆମ ଭାଇଆଳି ସବୁ ହୋଇପାରୁଥିଲେ। ବର୍ତ୍ତମାନ ମୋତେ 3 ବର୍ଷ ହେଲାଣି ମୋତେ ସୁଯୋଗ ମିଳିଛି ମାଆର କନ୍ୟା ପିତା ହେବା ପାଇଁ। ତେଣୁ ଏହି ବିବାହ କାର୍ଯ୍ୟରେ ଆମେ ବର୍ତ୍ତମାନ କନ୍ୟା ପିତା ହିସାବରେ ଯାହା କର୍ତ୍ତବ୍ୟ ସେଇ ଏହି ବିବାହ ମଣ୍ଡପରେ ଆମେ ତା କର୍ତ୍ତବ୍ୟ କରିଛୁ। ଆଉ ସେ ହେଉଛି ମହାନ ଭାଗ୍ୟ। ସିଏ ହେଉଛନ୍ତି ମା ଜଗଜ୍ଜନନୀ, ସିଏ ହେଉଛନ୍ତି ସଂସାରକୁ ସିଏ ରକ୍ଷା କରିବେ। ସିଏ ହର ହର ମହାଦେବ ଶିବଙ୍କର ସିଏ ହେଲେ ପତ୍ନୀ ଯାହାକି ପାର୍ବତୀ। ତାଙ୍କର ଯେତେବେଳେ ଆମେ ପିତା ହେବାର ସୁଯୋଗ, କାହିଁକିନା ବ୍ରାହ୍ମଣ ବୋଲି ଆମେ ପିତା ବର୍ତ୍ତମାନ ତାଙ୍କର କନ୍ୟା ପିତା ହେଇପାରୁଛୁ। ତେଣୁ ସେ ସୁଯୋଗ ଭଗବାନ ମାନେ ଭାଗ୍ୟରେ ଥିଲେ ଏସବୁ ଜିନିଷ ଦିଅନ୍ତି। ତେଣୁ ଏଥିପାଇଁ ଆମେ ବହୁତ ଗର୍ବିତ। ଆଜି ରାତି 4টাରେ ଦ୍ୱାର ଖୋଲା ନୀତି ଆମର, ତାପରେ ମଙ୍ଗଳ ଆଳତି ପରେ ସ୍ନାନ ସରିବା ପରେ ବଲ୍ଲଭ ଭୋଗ ସରିଲା ପରେ ଖେଚୁଡ଼ି ଭୋଗ ସରିଲା ପରେ ଆମର ଏଇ ଯେଉଁ ଖରାବେଳେ 12ଟା ଭିତରେ ଆମର କ୍ଷୀରି ଭୋଗ, ମଇଁଷି କ୍ଷୀରରେ କ୍ଷୀରି ପ୍ରସ୍ତୁତ ଭୋଗ ସରିକିରି ଆଉ ଯାହା ସବୁ ନୀତିକାନ୍ତି ସରିଲା ପରେ ଆମର ବିବାହ ମଣ୍ଡପକୁ ମାଆକୁ ବର୍ତ୍ତମାନ ବରଣୀ କରିକିରି ବାବାଙ୍କୁ ଯେମିତି ବୃଷଭ ସହାୟତାରେ ମହାପ୍ରଭୁ ଆସିବେ, ବିମାନ ପାଲିଙ୍କିରେ ଆସିବେ ମା ପାର୍ବତୀ ଆସିକିରି ବିବାହ ମଣ୍ଡପରେ ବର୍ତ୍ତମାନ ଉପସ୍ଥିତ ହୋଇକି ବିବାହର କାର୍ଯ୍ୟ ବର୍ତ୍ତମାନ ଆମର 1:30 2ଟା ଭିତରେ ଆମର ଆରମ୍ଭ ହେଲା। ବର୍ତ୍ତମାନ ଶେଷ ହେଲା 8ଟା ସମୟରେ ଶେଷ ହେଲା। ତେଣୁ ଏବେ ବିବାହ ସରିଲା ପରେ ପୁଣି ମାଆଙ୍କୁ ପାଛୋଟିକିରି ପୁଣି ନେଇକି ଯାଇଛୁ ବାବା ମାଆଙ୍କୁ ତାଙ୍କର ଯେମିତି ଗଣ୍ଠିଆଳ ଗଣ୍ଠି ଆମର ଯେମିତି ବୈଦିକ ନୀତିରେ ଯେମିତି ଆମର ହିନ୍ଦୁ ଶାସ୍ତ୍ରରେ ଯେମିତି ଆମର ସନାତନ ଧର୍ମରେ ଯେମିତି ଆମର ସମସ୍ତେ ବିବାହ ହେଉଛନ୍ତି, ଯେମିତି ପୁରୁଷମାନେ ଦେବତାମାନଙ୍କର ବି ସେଇଆ ଅଛି। ସିଏ ବି ସେମିତି ବିବାହ ହେଉଛନ୍ତି। ସେମିତି ଗଣ୍ଠିଆଳ ଗଣ୍ଠି ପଡ଼ିକିରି ପୁଣି ପାର୍ବତୀଙ୍କି ଶିବଙ୍କୁ ନେଇକିରି ତାଙ୍କ ବାସଭବନରେ ତାଙ୍କୁ ଆମେ ରଖି ପୁଣି ତାଙ୍କ ପାଇଁ ଯେଉଁ ଭୋଗ ପ୍ରସ୍ତୁତ କରାଯାଇଥିଲା ପୁଣି ଏନେ ବର୍ତ୍ତମାନ ସବୁ ଭୋଗ ସବୁ ନୀତି ରାତ୍ର ଭୋଜନ ନୀତି ସରିଲା ପରେ ବଡ଼ସିଂହାର ଭୋଗ କରିକି ପହଡ଼ କରାହେଲା। ପ୍ରସାଦ ସବୁ ଭକ୍ତମାନେ ସମସ୍ତେ ପ୍ରସାଦ ପାଇବେ। ଆମ ଘର ମଲଗାଁ ଶାସନ। ମୋ ନାଁ ହେଉଛି ନାରାୟଣ ଦ୍ୱିବେଦୀ। ମୋର ବୟସ ବର୍ତ୍ତମାନ 79, କିନ୍ତୁ 50 ବର୍ଷ ହେଲାଣି ମୁଁ ଏ କାମ କରିଆସୁଛି ଠାକୁରଙ୍କର ବାଲିକପଳେଶ୍ୱରଙ୍କ ବିବାହ କାର୍ଯ୍ୟ। ୟା ପୂର୍ବରୁ ମୋ ବାପା ନନା ମୋର କରୁଥିଲେ, ନଟବର ଦ୍ୱିବେଦୀ ନନା କରୁଥିଲେ। ସେ କେତେ ବର୍ଷ କଥା ମୁଁ କହିପାରିବିନି, କିନ୍ତୁ ମୁଁ 50 ବର୍ଷ ହେଲାଣି ମାନେ କଲେଣି। ଆଜି ହେଉଛି ମାନେ ମହାପ୍ରଭୁ ବାଲିକପଳେଶ୍ୱରଙ୍କର ବିବାହ କାର୍ଯ୍ୟ, ଶିବ ବିବାହ। ଏ ଜାଗାରେ ଠାକୁରଙ୍କର ରାତି 4টাରୁ ଉଠିକିରି ସ୍ନାନ ମାର୍ଜନ ସବୁ ଆଳତି ଧୂପ ଏସବୁ ସାରି ଠାକୁରଙ୍କର ଯଥାବିଧି କାର୍ଯ୍ୟ ଶେଷ ହେଇଛି। ये काम आज गोटाए बेले आरंभ है विवाह कार्य आरंभ होकर बर्तमान कार्य माने संपूर्ण हो कौन पचारे कह बर पिता हिसाब से मुझे 50 वर्ष है मान कर सब वर्ष मु माने ये करुच्ची कर्म करुच्ची बर पितार कार्य मुझे बर पिता हिसाब से बरर कर्तव्य माने शिव विवाह रे समस्त दायित्व मोर कन्या पिता आउ जड़े बर पिता कन्या पिता मिसी जमी संसार विवाह रही कर हाँ माने कथा माने अकर्म कर्मदायक बालिकपळेश्वर जो बर पिता हिसाब से कर्म कर धन्य मन करुच्ची।